ମା ଲକ୍ଷ୍ମୀ କେବଳ ଧନର ଦେବୀ ନୁହେଁ, ସେ ସୁଖ, ଶାନ୍ତି, ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ। କିନ୍ତୁ ଅନେକ ଲୋକ କହନ୍ତି, ମୁଁ ଖୁବ୍ ପରିଶ୍ରମ କରୁଛି ତଥାପି ଧନ ରହୁନି। ଶାସ୍ତ୍ର କହେ, ମା ଲକ୍ଷ୍ମୀ କେବଳ ପରିଶ୍ରମ ନୁହେଁ, ସୁଚିତା, ସତ୍ୟ, ଭକ୍ତି ଓ ସଂସ୍କାର ଦେଖି ପ୍ରସନ୍ନ ହୁଅନ୍ତି। ଆଜି ଏହି ଭିଡ଼ିଓରେ ଜାଣିବା ମା ଲକ୍ଷ୍ମୀ କେମିତି ପ୍ରସନ୍ନ ହୁଅନ୍ତି। ଶାସ୍ତ୍ର ମତେ 10ଟି ସତ୍ୟ ଉପାୟ। ଘର ସଫା ଓ ସୁତୁରା। ଶାସ୍ତ୍ର କହେ, ଯେଉଁ ଘର ସଫା ସେଠାରେ ଲକ୍ଷ୍ମୀ ରୁହନ୍ତି। ଘର କୋଣାକୋଣି, ରାନ୍ଧଣାଶାଳ, ପୂଜା ଘର ସବୁ ସଫା ରଖନ୍ତୁ। ମଳିନ ଘରକୁ ମା ଲକ୍ଷ୍ମୀ ଦୂରେଇ ରୁହନ୍ତି। ବ୍ରହ୍ମ ମୁହୂର୍ତ୍ତରୁ ଉଠିବା। ସକାଳେ ଡେରିରେ ଉଠୁଥିବା ଘରେ ଲକ୍ଷ୍ମୀ ଥାଆନ୍ତି ନାହିଁ ବୋଲି କୁହାଯାଏ। ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରି ଦୀପ ଜାଳନ୍ତୁ। ଶୁକ୍ରବାର ମା ଲକ୍ଷ୍ମୀଙ୍କ ପୂଜା। ଶୁକ୍ରବାର ମା ଲକ୍ଷ୍ମୀଙ୍କର ପ୍ରିୟ ଦିନ। ଧଳା ବସ୍ତ୍ର, ଧଳା ଫୁଲ, କ୍ଷୀର ମାଙ୍କୁ ଅର୍ପଣ କରନ୍ତୁ। ନାରୀର ସମ୍ମାନ। ଯେଉଁ ଘରେ ମା ଭଉଣୀ ପତ୍ନୀଙ୍କୁ ସମ୍ମାନ ମିଳେ ସେଠାରେ ଲକ୍ଷ୍ମୀ ନିଶ୍ଚିନ୍ତ ଭାବେ ବାସ କରନ୍ତି। ସତ୍ୟ ଉପାର୍ଜନ। ମିଥ୍ୟା, ଠକେଇ ଓ ଅନ୍ୟାୟ ଧନ କେବେ ଟିକେ ନାହିଁ। ମା ଲକ୍ଷ୍ମୀ ସତ୍ୟ ଉପାର୍ଜନକୁ ପସନ୍ଦ କରନ୍ତି। ଧନର ସମ୍ମାନ। ଧନକୁ ଅପମାନ, ଅପଚୟ କଲେ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ସଞ୍ଚୟ ଓ ସଦ୍ବ୍ୟବହାର ଶିଖନ୍ତୁ। ଦାନ ଓ ସେବା। ଗରିବ, ଭୁଃଖା ଓ ଦୁଃଖୀଙ୍କୁ ସାହାଯ୍ୟ ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ କରେ। ତୁଳସୀ ମାତାଙ୍କ ସେବା। ପ୍ରତିଦିନ ତୁଳସୀ ଗଛକୁ ଜଳ ଦିଅନ୍ତୁ, ଦୀପ ଜାଳନ୍ତୁ। ଏହା ଲକ୍ଷ୍ମୀଙ୍କ କୃପାର ସରଳ ଉପାୟ। ମହାଲକ୍ଷ୍ମୀଙ୍କ ମନ୍ତ୍ର ଜପ। ପ୍ରତିଦିନ 108 ଥର ଜପ କରନ୍ତୁ। ଓମ୍ ଶ୍ରୀ ମହାଲକ୍ଷ୍ମୀ ନମଃ। ମନରେ ଶାନ୍ତି ଓ ଘରେ ସମୃଦ୍ଧି ଆସେ। କୃତଜ୍ଞତା ଭାବ। ଯାହା ଅଛି ତାହା ପାଇଁ ଧନ୍ୟବାଦ ଜଣାନ୍ତୁ। କୃତଜ୍ଞତା ମନୁଷ୍ୟଙ୍କ ଉପରେ ମା ଲକ୍ଷ୍ମୀ ସଦା କୃପା କରନ୍ତି। ଭକ୍ତବୃନ୍ଦ, ଯଦି ଆପଣ ସତ୍ୟରେ ମା ଲକ୍ଷ୍ମୀଙ୍କ କୃପା ଚାହୁଁଛନ୍ତି ତେବେ ଏହି 10ଟି କଥା ଜୀବନରେ ଅବଶ୍ୟ ଆଣନ୍ତୁ। ଭିଡ଼ିଓକୁ ଲାଇକ୍, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ମା ଲକ୍ଷ୍ମୀ କମେଣ୍ଟ ବକ୍ସରେ ଲେଖନ୍ତୁ। ଜୟ ମା ଲକ୍ଷ୍ମୀ।